ମୁଁ ବାହାର ବାରଣ୍ଡାରେ ଶୋଇଥିଲି ଏବଂ ମୋତେ ବହୁତ ଜୋରରେ ଶୀତ ଲାଗୁଥିଲା। ମୋ ଭାଉଜ ମୋତେ ଦେଖି କହିଲେ ଯେ ବାହାରେ ବହୁତ ଶୀତ, ତୁ ଏମିତି କର, ଏଠି ଶୋନା, ପ୍ରୀତି ପାଖକୁ ଚାଲିଯା। ତା ସହିତ ଯାଇ ସେଠାରେ ହିଁ ଶୋଇପଡ଼, କାରଣ ଆମର ମାତ୍ର 2ଟି ହିଁ ରୁମ୍ ଥିଲା। ମୁଁ ଏତେ ଖୁସି ହେଲି ଯେ ଆପଣଙ୍କୁ କହିପାରିବି ନାହିଁ। ମୁଁ କେତେ ଯେ ଖୁସି ଥିଲି, କିନ୍ତୁ ମୁଁ ମୋ ମୁହଁରେ ସେହି ଖୁସିକୁ ଜଣାଇବାକୁ ଦେଲି ନାହିଁ। ମୁଁ ମୋ ଭାଉଜଙ୍କ କଥା ମାନି ପ୍ରୀତି ପାଖକୁ ଯାଇ ଶୋଇପଡ଼ିଲି। ପ୍ରୀତି ଶୋଇଥିଲା ଏବଂ ମୁଁ ମଧ୍ୟ ତା ପାଖରେ ଚୁପଚାପ ଶୋଇଗଲି। ଯେମିତି ହିଁ ଅଧରାତି ହେଲା ମୋତେ ଅନୁଭବ ହେଲା ଯେ ଆମ ଦୁହିଁଙ୍କ ଭିତରୁ କେହି ବି ଠିକ୍ ଭାବେ ଶୋଇପାରୁନାହୁଁ। ମୁଁ ଧୀରେ କରି କଡ଼ ଲେଉଟାଇଲି ଏବଂ ନିଜ ଚାଦର ଠିକ୍ କଲି। ପ୍ରୀତି ମଧ୍ୟ ଚେଇଁଥିଲା, କିନ୍ତୁ ସେ କିଛି କହିଲା ନାହିଁ। ମାହୋଲରେ ଏକ ଅଜବ ନୀରବତା ଥିଲା ଏବଂ ମୋ ହୃଦୟର ସ୍ପନ୍ଦନ ବଢ଼ିବାରେ ଲାଗିଥିଲା। ମୁଁ ବୁଝିପାରୁ ନଥିଲି ଯେ ଏହା କେବଳ ମୋର ଭ୍ରମ ନାହିଁ, ସତରେ ସେ ମଧ୍ୟ ଚେଇଁଛି। ମୋ ଭାଉଜଙ୍କ ସାନ ଭଉଣୀ ବହୁତ ସୁନ୍ଦର ଥିଲେ, କିନ୍ତୁ ମୁଁ ତାଙ୍କୁ ସୁନ୍ଦର କହିବାକୁ ସଂକୋଚ କରୁଥିଲି, କାରଣ ମୋତେ ଡର ଥିଲା କାଳେ ସେ ଏହି କଥା ଭାଉଜଙ୍କୁ କହିଦେବେ। ଆଜି ପର୍ଯ୍ୟନ୍ତ ମୁଁ ତାଙ୍କ ସହ ଏମିତି ଖୋଲାଖୋଲି କଥା ହୋଇନଥିଲି। ଆମେ ଏକ ମିଳିତ ପରିବାରରେ ରହୁଥିଲୁ। ମୋ ବାପା ଏବଂ ଭାଇ ଚାଷ କାମ କରୁଥିଲେ ଏବଂ ଅଧିକାଂଶ ସମୟ ବିଲରେ ହିଁ ରହୁଥିଲେ। ମୋ ମା ଏବଂ ଭାଉଜ ଘର ସମ୍ଭାଳୁଥିଲେ। ମୋ ଭାଉଜଙ୍କର ଗୋଟିଏ ପୁଅ ଥିଲା, ଯାହାର ବୟସ ପ୍ରାୟ 6 ବର୍ଷ ଥିଲା। ଭାଉଜଙ୍କର 2 ଜଣ ଭଉଣୀ ଥିଲେ। ବଡ଼ ଭଉଣୀଙ୍କ ବୟସ 28 ବର୍ଷ ଏବଂ ସାନ ଭଉଣୀଙ୍କ ବୟସ ପ୍ରାୟ 22 ବର୍ଷ ଥିଲା। ସତ କହିବାକୁ ଗଲେ ଭାଇଙ୍କ ବାହାଘର ଦିନ ହିଁ ମୁଁ ତାଙ୍କୁ ଦେଖି ମନେ ମନେ ପସନ୍ଦ କରିସାରିଥିଲି। ସନ୍ଧ୍ୟା ସମୟରେ ଆମେ ଖାଉଥିଲୁ, ସେତେବେଳେ ଭାଉଜ କହିଲେ ଯେ ବିକିର ଜନ୍ମଦିନ ଅଛି ଏବଂ ତାଙ୍କ ମାଉସୀ ଏଠାକୁ ଆସିବେ। ଏହା ଶୁଣି ମୋ ମନରେ ଏକ ଅଲଗା ପ୍ରକାରର ଖୁସି ଭରିଗଲା। ମୁଁ ଭାଉଜଙ୍କୁ ପଚାରିଲି, କ'ଣ ଆପଣଙ୍କ ଘରଲୋକ ବି ଆସିବେ? ଭାଉଜ କହିଲେ, ନା, ବାପାଙ୍କ ଦେହ ଭଲ ନାହିଁ, ତେଣୁ ମା ଆସିପାରିବେ ନାହିଁ, କିନ୍ତୁ ସାନ ଭଉଣୀ ନିଶ୍ଚୟ ଆସିବ। ସେ ଯେତେବେଳେ ବସ୍ଷ୍ଟାଣ୍ଡରେ ପହଞ୍ଚିବ ତୁ ତାକୁ ନେଇ ଆସିବୁ। ମୁଁ ତାକୁ ତ ନମ୍ବର ଦେଇଦେଇଛି। ବସ୍ଷ୍ଟାଣ୍ଡରେ ପହଞ୍ଚି ସେ ତତେ ଫୋନ୍ କରିଦେବ। ଏହା ଶୁଣି ମୋ ଖୁସିର ସୀମା ରହିଲା ନାହିଁ। ମୁଁ ଜଲ୍ଦି ଖାଇବା ଶେଷ କଲି ଏବଂ ନିଜ ରୁମ୍କୁ ଚାଲିଗଲି। ନିଜର ଭଲ ପ୍ୟାଣ୍ଟ ସାର୍ଟ ବାହାର କରି ଇସ୍ତ୍ରୀ କରିବାକୁ ଲାଗିଲି, କାରଣ ଆଜି ମୁଁ ଚାହୁଁଥିଲି ଯେ ଯେତେବେଳେ ସେ ଆସିବେ ମୁଁ ଯେମିତି ଭଲ ଦେଖାଯିବି। ମୁଁ ତାଙ୍କୁ ବହୁତ ଦିନରୁ ପସନ୍ଦ କରୁଥିଲି, କିନ୍ତୁ ମୁଁ ଜାଣିନଥିଲି ସେ ମୋତେ ପସନ୍ଦ କରନ୍ତି କି ନାହିଁ। ନା, ମୁଁ କେବେ ତାଙ୍କୁ ଏ ବିଷୟରେ ପଚାରିଥିଲି, କାରଣ ମୋ ପାଖରେ ସେତିକି ସାହସ ନଥିଲା। ମୁଁ ଅତି ବ୍ୟାକୁଳତାର ସହ ତାଙ୍କକୁ ଅପେକ୍ଷା କରିଥିଲି। ମୋତେ ଲାଗୁଥିଲା ଯେମିତି ଫୋନ୍ ଆସିବ ମୁଁ ତୁରନ୍ତ ବାହାରିଯିବି। ଗାଧୋଇବା ପୂର୍ବରୁ ମଧ୍ୟ ମୁଁ ଫୋନ୍ ନିଜ ପାଖରେ ରଖିଥିଲି, ଯେମିତି ତାଙ୍କ କଲ୍ ମିସ୍ ନ ହୁଏ। କିଛି ସମୟ ପରେ ଏକ ନୂଆ ନମ୍ବରରୁ ଫୋନ୍ ଆସିଲା। ମୋର ଅନ୍ଦାଜ ଥିଲା ଯେ ଏହା ତାଙ୍କରି ହିଁ ହୋଇଥିବ। ମୁଁ ଶୀଘ୍ର ଫୋନ୍ ଉଠାଇଲି। ମୁଁ ହେଲୋ କହିବା କ୍ଷଣି ସେପଟୁ ଏକ ମିଠା ସ୍ୱର ଆସିଲା। କ'ଣ ଆପଣ ସମୀର କହୁଛନ୍ତି? ମୁଁ କହିଲି, ହଁ। ତେବେ ସେ କହିଲେ, ମୁଁ ବସ୍ଷ୍ଟାଣ୍ଡରେ ପହଞ୍ଚି ଯାଇଛି, ମୋତେ ଆସି ନେଇଯା। ଏହା ଶୁଣି ମୋ ହୃଦୟ ଜୋରରେ ଧଡ଼ ଧଡ଼ ହେବାକୁ ଲାଗିଲା। ମୁଁ କହିଲି, ଆପଣ ସେଇଠି ଅପେକ୍ଷା କରନ୍ତୁ, ମୁଁ ଏବେ ଆସୁଛି। ସେ ଠିକ୍ ଅଛି କହି ଫୋନ୍ ରଖିଦେଲେ। ମୁଁ ଜଲଦି ପରଫ୍ୟୁମ୍ ଲଗାଇଲି, ଯାହା ମୋତେ ମୋ ଜନ୍ମଦିନରେ ସାଙ୍ଗଟିଏ ଉପହାର ଦେଇଥିଲା। ଆଜି ପ୍ରଥମ ଥର ପାଇଁ ମୁଁ ତାକୁ ବ୍ୟବହାର କଲି, କାରଣ ଆଜିର ଦିନ ମୋ ପାଇଁ ଖାସ୍ ଥିଲା। ମୁଁ ତୁରନ୍ତ ବାଇକ୍ ନେଇ ବାହାରି ପଡ଼ିଲି। ରାସ୍ତା ପ୍ରାୟ 10 ମିନିଟର ଥିଲା, କିନ୍ତୁ ମୋତେ ଲାଗୁଥିଲା ଯେମିତି ଏ ରାସ୍ତା କେବେ ସରିବ ନାହିଁ। ଯେମିତି ହିଁ ମୁଁ ବସ୍ଷ୍ଟାଣ୍ଡରେ ପହଞ୍ଚିଲି ଏବଂ ମୋ ନଜର ତାଙ୍କ ଉପରେ ପଡ଼ିଲା, ମୁଁ କିଛି ସମୟ ପାଇଁ ଅଟକିଗଲି। ସେ ନାଲି ରଙ୍ଗର ପୋଷାକରେ ବହୁତ ସୁନ୍ଦର ଲାଗୁଥିଲେ। କେଶର ନୂଆ ଷ୍ଟାଇଲ୍ ତାଙ୍କୁ ଆହୁରି ଆକର୍ଷଣୀୟ କରୁଥିଲା। ମୁଁ ତାଙ୍କ ପାଖକୁ ଗଲି। ସେ ହସିକି ମୋତେ ଚାହିଁଲେ ଏବଂ ମୋ ନାଁ ନେଲେ। ମୁଁ ତାଙ୍କ ବ୍ୟାଗ୍ ଧରିଲି ଏବଂ ତାଙ୍କୁରେ ବସିବାକୁ କହିଲି। ବାଟ୍ ସାରା ଆମେ ହାଲୁକା କଥାବାର୍ତ୍ତା କଲୁ। ମୁଁ କେବେ ଆଇନାରେ ତାଙ୍କୁ ଚାହିଁ ଦେଉଥିଲି ତ ସେ ମଧ୍ୟ ଟିକେ ହସି ଦେଉଥିଲେ। ଘରେ ପହଞ୍ଚିବା ମାତ୍ରେ ଭାଉଜ ନିଜ ଭଉଣୀକୁ ଦେଖି ବହୁତ ଖୁସି ହୋଇଗଲେ ଏବଂ ଘରେ ରୌନକ ବଢ଼ିଗଲା। ପରଦିନ ବିକିର ଜନ୍ମଦିନ ଥିଲା। ଘରେ ପ୍ରସ୍ତୁତିର ମାହୋଲ ଥିଲା। ଆମେ ଗାଁର କିଛି ଲୋକଙ୍କୁ ଡାକିଥିଲୁ ଏବଂ ଏକ ଛୋଟ ପାର୍ଟି ରଖିଥିଲୁ। ରାତିରେ ଯେତେବେଳେ ସେ ରେଡି ହୋଇ ଆସିଲେ, ସେ ନୀଳ ରଙ୍ଗର ସୁଟ୍ ପିନ୍ଧିଥିଲେ। ସଂଯୋଗବଶତଃ ମୁଁ ମଧ୍ୟ ନୀଳ ସାର୍ଟ ପିନ୍ଧିଥିଲି। ଯଦିଓ ମୁଁ ଏମିତି ଦେଖାଇଲି ଯେମିତି ମୋତେ ଆଗରୁ ଜଣାନଥିଲା। ପାର୍ଟି ବହୁତ ଭଲ ହେଲା, କେକ୍ କଟା ହେଲା ଏବଂ ସମସ୍ତେ ମିଶି ଖୁସି ମନାଇଲେ। ବିଳମ୍ବିତ ରାତି ଯାଏଁ ପରିବେଶ ଖୁସିମୟ ରହିଲା। ଯେତେବେଳେ ସବୁ ଲୋକ ଚାଲିଗଲେ, ବିକି ଜିଦ୍ କଲା ଯେ ସେ ନିଜ ମାଉସୀଙ୍କ ପାଖରେ ଶୋଇବ। ମୁଁ କହିଲି, ଠିକ୍ ଅଛି, ମୁଁ ବାହାର ବାରଣ୍ଡାରେ ଶୋଇଯିବି ଏବଂ ସେ ମୋରେ ଶୋଇଯାଉ। ଶୀତ ବହୁତ ଥିଲା, କିନ୍ତୁ ମୁଁ ତାଙ୍କୁ ହଇରାଣ କରିବାକୁ ଚାହୁଁନଥିଲି। ମୁଁ ବାହାରକୁ ଯାଇ ଶୋଇପଡ଼ିଲି, କିନ୍ତୁ ଶୀତ ଯୋଗୁଁ କମ୍ପୁଥିଲି। ସେତିକିବେଳେ ଭାଉଜ ଆସିଲେ ଏବଂ କହିଲେ, ବାହାରେ ବହୁତ ଶୀତ, ଭିତରକୁ ଯାଇ ଶୋଇପଡ଼। ମୁଁ ମନା କଲି,
କିନ୍ତୁ ସେ ମୋ କଥା ମାନିଲେ ନାହିଁ ଏବଂ ମୋତେ ଭିତରକୁ ପଠାଇଦେଲେ। ରେ ବିକି ମଝିରେ ଶୋଇଥିଲା, ପ୍ରୀତି ଗୋଟିଏ ପଟେ ଏବଂ ମୁଁ ଅନ୍ୟ ପଟେ ଶୋଇବା ପାଇଁ ଜାଗା କରିନେଲି। ଲାଇଟ୍ ବନ୍ଦ ହୋଇଗଲା ଏବଂ ଆମେ ସମସ୍ତେ ଶୋଇଗଲୁ। ରେ ନିସ୍ତବ୍ଧତା ଥିଲା ଏବଂ ମୋ ମନରେ ଅନେକ କଥା ଚାଲିଥିଲା। ମୋତେ ଅନୁଭବ ହେଉଥିଲା ଯେ ସେ ମଧ୍ୟ ପୂରାପୂରି ଶୋଇନାହିଁ, କିନ୍ତୁ ଆମେ ଦୁହେଁ ଚୁପ୍ ଥିଲୁ। ସେହି ରାତିରେ ଆମେ କୌଣସି ଜଲଦିବାଜି କଲୁ ନାହିଁ, କେବଳ ନିଜ ମନର କଥାକୁ ବୁଝିବାକୁ ଚେଷ୍ଟା କଲୁ। ମୋତେ ଲାଗିଲା ଯେ ସମ୍ପର୍କ ସମ୍ମାନ ଏବଂ ସଠିକ୍ ସମୟରେ ହିଁ ଆଗକୁ ବଢ଼େ, ଆଉ ମୁଁ ସେହି ସଠିକ୍ ସମୟକୁ ଅପେକ୍ଷା କଲି। ସେହି ରାତିରେ କୋଠରୀରେ ସମ୍ପୂର୍ଣ୍ଣ ନୀରବତା ଥିଲା, ଲାଇଟ୍ ବନ୍ଦ ଥିଲା ଏବଂ ବାହାରେ ଥଣ୍ଡା ପବନର ଶବ୍ଦ ହାଲୁକା ହାଲୁକା ଶୁଭୁଥିଲା। ବିକି ମଝିରେ ଗଭୀର ନିଦରେ ଶୋଇଯାଇଥିଲା ଏବଂ ମୁଁ ବିଛଣାର କୋଣରେ ଆଖି ବନ୍ଦ କରି ଶୋଇଥିଲି, କିନ୍ତୁ ମୋ ନିଦ ପୂରା ଉଡ଼ିଯାଇଥିଲା। ମୋ ହୃଦୟର ସ୍ପନ୍ଦନ ବହୁତ ଜୋରରେ ଥିଲା ଏବଂ ମୁଣ୍ଡରେ ଭଳିକି ଭଳି ଚିନ୍ତା ଆସୁଥିଲା। ମୋତେ ଅନୁଭବ ହେଉଥିଲା ଯେ ପ୍ରୀତି ମଧ୍ୟ ଏପର୍ଯ୍ୟନ୍ତ ଶୋଇନାହିଁ, କାରଣ ସେ ବେଳେବେଳେ ହାଲୁକା କଡ଼ ଲେଉଟାଉଥିଲା ତ ବେଳେବେଳେ ଚାଦର ଠିକ୍ କରୁଥିଲା। ମୁଁ ବୁଝିପାରୁ ନଥିଲି ଯେ କଥା ଆରମ୍ଭ କରିବି ନା ଚୁପ୍ ରହିବି। ବହୁ ସମୟର ନୀରବତା ପରେ ମୁଁ ଧୀରେ କରି ପଚାରିଲି, ତୁମକୁ ଶୀତ ଲାଗୁନି ତ? ସେ ହାଲୁକା ସ୍ୱରରେ କହିଲା, ନା ମୁଁ ଠିକ୍ ଅଛି। ତାପରେ କିଛି ସମୟ ଦୁହେଁ ଚୁପ୍ ରହିଲୁ, କିନ୍ତୁ ସେହି ନୀରବତା ଭିତରେ ବି ଯେମିତି ଅନେକ କଥା ଲୁଚି ରହିଥିଲା। ମୁଁ ସାହସ ସଂଗ୍ରହ କଲି ଏବଂ କହିଲି, ପ୍ରୀତି, ମୋତେ ତୁମକୁ ଗୋଟିଏ କଥା କହିବାର ଅଛି। ଯଦି ତୁମେ ଖରାପ ନ ଭାବ ତେବେ। ସେ ଧୀରେ କରି କହିଲା, କୁହ, ମୁଁ ଶୁଣୁଛି। ମୋ ସ୍ୱର ହାଲୁକା ଥରୁଥିଲା, କିନ୍ତୁ ମୁଁ ମନର କଥା କହିଦେଲି। ମୁଁ କହିଲି, ମୋତେ ତୁମେ ବହୁତ ଦିନରୁ ପସନ୍ଦ, ବୋଧହୁଏ ସେହି ଦିନଠାରୁ ଯେବେ ମୁଁ ତୁମକୁ ପ୍ରଥମ ଥର ପାଇଁ ଦେଖିଥିଲି, କିନ୍ତୁ କେବେ କହିପାରିନଥିଲି। ଏତିକି କହି ମୁଁ ଚୁପ୍ ହୋଇଗଲି ଏବଂ ତାଙ୍କ ଉତ୍ତରକୁ ଅପେକ୍ଷା କଲି। କିଛି ସମୟ ଯାଏଁ ସେ କିଛି କହିଲେ ନାହିଁ। ତାପରେ ଧୀରେ କରି କହିଲେ, ମୋତେ ଲାଗିଥିଲା ଯେ ତୁମେ କିଛି ଏମିତି ହିଁ କହିବ। ତାଙ୍କ ସ୍ୱରରେ କୌଣସି ବିରକ୍ତି ନଥିଲା, ବରଂ ସରଳତା ଥିଲା। ସେ ଆଗକୁ କହିଲେ, ସମୀର, ମୋତେ ବି ତୁମେ ଭଲ ଲାଗି, କିନ୍ତୁ ଆମକୁ ପ୍ରତିଟି ପଦକ୍ଷେପ ଭାବିଚିନ୍ତି ଉଠାଇବାକୁ ହେବ। ଘର ପରିବାରର ସମ୍ମାନ ସବୁଠୁ ଆଗେ। ତାଙ୍କ କଥା ଶୁଣି ମୋ ମନକୁ ଶାନ୍ତି ମିଳିଲା, କାରଣ ମୋତେ ଡର ଥିଲା କାଳେ ସେ ମୋ ଉପରେ ରାଗିଯିବେ। ମୁଁ କହିଲି, ମୁଁ ମଧ୍ୟ ଏହା ଚାହୁଁଛି ଯେ ଯାହା ବି ହେଉ ସଠିକ୍ ଢଙ୍ଗରେ ହେଉ। ମୁଁ ବସ୍ ମୋ ମନର କଥା ଜଣାଇବାକୁ ଚାହୁଁଥିଲି। ସେହି ରାତିରେ ଆମେ ଦୁହେଁ ଆମ ପିଲାଦିନ କଥା ହେଲୁ। ମୋ ପାଠପଢ଼ା ବିଷୟରେ କଥା ହେଲୁ ଏବଂ ତାଙ୍କ ସ୍ୱପ୍ନ ବିଷୟରେ ମଧ୍ୟ ଆଲୋଚନା ହେଲା। ସେ କହିଲେ ଯେ ସେ ଆଗକୁ ପଢ଼ିବାକୁ ଚାହୁଁଛନ୍ତି ଏବଂ କିଛି କରି ଦେଖାଇବାକୁ ଚାହୁଁଛନ୍ତି। ମୁଁ ତାଙ୍କୁ ଭରସା ଦେଲି ଯେ ଯଦି କେବେ ମୋତେ ତାଙ୍କ ସାଥ ମିଳେ, ତେବେ ମୁଁ ତାଙ୍କ ପ୍ରତିଟି ସ୍ୱପ୍ନରେ ତାଙ୍କ ସହ ଛିଡ଼ା ହେବି। ଧୀରେ ଧୀରେ କଥାବାର୍ତ୍ତା କରୁ କରୁ କେତେବେଳେ ରାତି ପାହିଗଲା ଜଣାପଡ଼ିଲା ନାହିଁ। ସକାଳର ସୂର୍ଯ୍ୟକିରଣ ରୁମ୍ ଭିତରକୁ ଆସିବା ବେଳକୁ ଆମେ ଦୁହେଁ ଏମିତି ଦେଖାଇଲୁ ଯେମିତି ରାତି ସାରା ଆରାମରେ ଶୋଇଛୁ। ଭାଉଜ କବାଟ ବାଡ଼େଇଲେ ଏବଂ ସମସ୍ତଙ୍କୁ ଉଠିବା ପାଇଁ କହିଲେ। ଆମେ ଦୁହେଁ ସାଧାରଣ ରହିଲୁ, ଯେମିତି କାହାକୁ କିଛି ସନ୍ଦେହ ନ ହୁଏ। ଜଳଖିଆ ଖାଇବା ସମୟରେ ମୁଁ ତାଙ୍କ ସହ ଆଖି ମିଳାଇବାରୁ ବଞ୍ଚୁଥିଲି, କିନ୍ତୁ ସେ ହାଲୁକା ହସିଦେଇ ସବୁ ସାଧାରଣ କରିଦେଉଥିଲେ। ସେଦିନ ଘରେ ସମସ୍ତେ ଟିକେ ଥକି ଯାଇଥିଲେ, କାରଣ ରାତି ଯାଏଁ ପାର୍ଟି ଚାଲିଥିଲା, କିନ୍ତୁ ମୋ ଭିତରେ ଏକ ଅଲଗା ପ୍ରକାରର ଶାନ୍ତି ଥିଲା, କାରଣ ମୁଁ ମୋ ମନର ବୋଝ ହାଲୁକା କରିଦେଇଥିଲି। ଦିନସାରା ଆମେ ସମସ୍ତେ ସାଙ୍ଗ ହୋଇ ରହିଲୁ। କେବେ ଅଗଣାରେ ବସି ଚା ପିଇଲୁ ତ କେବେ ବିକି ସହ ଖେଳିଲୁ। କିନ୍ତୁ ଏବେ ଆମ ଭିତରେ ଏକ ଅକୁହା ବୁଝାମଣା ଥିଲା ଯେ ଆମେ ଜଲଦିବାଜି କରିବୁ ନାହିଁ। ସନ୍ଧ୍ୟାରେ ଯେତେବେଳେ ସମସ୍ତେ ନିଜ ନିଜ କାମରେ ଲାଗିଗଲେ, ମୋତେ ମୁହୂର୍ତ୍ତକ ପାଇଁ ତାଙ୍କ ସହ ଏକୁଟିଆ କଥା ହେବାର ସୁଯୋଗ ମିଳିଲା। ମୁଁ ପଚାରିଲି, କ'ଣ ତୁମେ ସତରେ ମୋ କଥାରେ ରାଗିନ ତ? ସେ ହସିକି କହିଲେ, ଯଦି ରାଗିଥାନ୍ତି ତେବେ କାଲି ରାତିରେ ହିଁ ତୁମକୁ କହିଦେଇଥାନ୍ତି। ତାଙ୍କର ଏହି କଥାରେ ମୋ ମୁହଁରେ ବି ହସ ଫୁଟିଉଠିଲା। ସେ ପୁଣି କହିଲେ, ସମୀର, ଯଦି ତୁମ ମନରେ ସଚ୍ଚୋଟତା ଅଛି, ତେବେ ସମୟ ଆସିଲେ ଘର ଲୋକଙ୍କ ସହ କଥା ହୁଅ। ମୁଁ ତାଙ୍କ ବିନା ମର୍ଜିରେ କୌଣସି ପଦକ୍ଷେପ ନେବି ନାହିଁ। ମୁଁ ଗମ୍ଭୀରତାର ସହ ମୁଣ୍ଡ ହଲେଇଲି ଏବଂ କହିଲି, ମୁଁ କଥା ଦେଉଛି ଯେ ସଠିକ୍ ସମୟ ଆସିଲେ ସବୁଠୁ ଆଗେ ଭାଉଜଙ୍କ ସହ କଥା ହେବି। ସେହିଦିନ ପରଠାରୁ ମୋ ମନରେ ଆହୁରି ସାହସ ଆସିଯାଇଥିଲା। ମୋତେ ଲାଗିବାକୁ ଲାଗିଲା ଯେ ଯଦି ଉଦ୍ଦେଶ୍ୟ ସଫା ଥାଏ, ତେବେ ବାଟ ଆପେ ଆପେ ମିଳିଯାଏ। ରାତିରେ ଯେତେବେଳେ ପୁଣି ଶୋଇବା ସମୟ ହେଲା, ମୁଁ ଏଥର ବାହାରେ ହିଁ ଶୋଇଗଲି, କାରଣ ମୁଁ ଚାହୁଁନଥିଲି ଯେ ବାରମ୍ବାର ସେହି ଏକା ସ୍ଥିତି ସୃଷ୍ଟି ହେଉ। କିନ୍ତୁ ଏବେ ଶୀତ ସେତେଟା ଅନୁଭବ ହେଉନଥିଲା। ବୋଧହୁଏ ମନ ଭିତରେ ଯେଉଁ ଉଷୁମ ଥିଲା, ତାହା ଯଥେଷ୍ଟ ଥିଲା। ପରଦିନ ତାଙ୍କୁ ନିଜ ଘରକୁ ଫେରିବାର ଥିଲା। ଏହା ଭାବି ମୋ ମନ ଭାରି ହୋଇଯାଉଥିଲା, କିନ୍ତୁ ସାଥେ ସାଥେ ମୋତେ ଏହି ବିଶ୍ୱାସ ବି ଥିଲା ଯେ ଆମ ଭିତରେ ଯେଉଁ କଥା ହେଉଛି, ତାହା ନିଶ୍ଚୟ ଆଗକୁ କୌଣସି ମୋଡ଼ ନେବ। ମୁଁ ସେହି ଆଶାରେ ଆସନ୍ତାକାଲିକୁ ଅପେକ୍ଷା କରିବାକୁ ଲାଗିଲି। ପରଦିନ ସକାଳେ ଘରର ମାହୋଲ ସାଧାରଣ ଥିଲା, କିନ୍ତୁ ମୋ ଭିତରେ ଏକ ଅଲଗା ହଲଚଲ ଚାଲିଥିଲା। ଜଳଖିଆ ସମୟରେ ସେ ସବୁଦିନ ପରି ଭାଉଜଙ୍କ ସହ ରୋଷେଇ ଘରେ ହାତ ବଣ୍ଟାଉଥିଲେ ଏବଂ ମୁଁ ଅଗଣାରେ ବାପାଙ୍କ ସହ ବସି ଚା ପିଉଥିଲି।
କିନ୍ତୁ ମୋ ନଜର ବାରମ୍ବାର ସେହି ଆଡ଼କୁ ଚାଲିଯାଉଥିଲା। ସେ ମଧ୍ୟ ବେଳେବେଳେ ଚାହିଁ ଦେଉଥିଲେ ଏବଂ ହାଲୁକା ହସି ଦେଉଥିଲେ। ବିକି ମାଉସୀଙ୍କ ପାଖେ ପାଖେ ବୁଲୁଥିଲା ଏବଂ ବାରମ୍ବାର ପଚାରୁଥିଲା ଯେ ଆପଣ ପୁଣି କେବେ ଆସିବେ। ସେ ତାକୁ ପ୍ୟାରରେ ବୁଝାଉଥିଲେ ଯେ ଖୁବ୍ ଶୀଘ୍ର ଆସିବେ। ଦ୍ୱିପ୍ରହର ସୁଦ୍ଧା ତାଙ୍କ ଜିନିଷପତ୍ର ସବୁ ରେଡି ହୋଇଗଲା। ଭାଉଜ ତାଙ୍କୁ ବାରମ୍ବାର ବୁଝାଉଥିଲେ ଯେ ସେଠାରେ ପହଞ୍ଚି ଫୋନ୍ ନିଶ୍ଚୟ କରିବୁ। ମୁଁ ଚୁପଚାପ ଠିଆ ହୋଇ ସବୁ ଦେଖୁଥିଲି। ମୋ ମନରେ ଥିଲା ଯେ କାଶ ସେ ଆଉ କିଛି ଦିନ ରହିଯାଆନ୍ତା। ଶେଷରେ ମୁଁ ସାହସ କରି ଭାଉଜଙ୍କୁ କହିଲି, ଯଦି ଆପଣ କହନ୍ତେ ତେବେ ପ୍ରୀତି ଆଉ 2-3 ଦିନ ରହିଯାଆନ୍ତା, ଘରେ ବି ରୌନକ ରୁହନ୍ତା। ଭାଉଜ ପ୍ରଥମେ ମୋତେ ଚାହିଁଲେ, ପୁଣି ହସି କହିଲେ, ଯଦି ଏହାର କିଛି ଜରୁରୀ କାମ ନାହିଁ ତେବେ ରହିପାରେ। ପ୍ରୀତି ଟିକେ ଭାବିଲା ଏବଂ କହିଲା, ଠିକ୍ ଅଛି, ମୁଁ ଆଉ କିଛି ଦିନ ରହିଯାଉଛି। ଏହା ଶୁଣି ମୋ ମନର ଉଦାସୀ ପଲକକରେ ଦୂର ହୋଇଗଲା। ପରବର୍ତ୍ତୀ କିଛି ଦିନ ଆମ ପାଇଁ ବହୁତ ଖାସ୍ ଥିଲା। ଏବେ ଆମେ ଖୋଲାଖୋଲି କଥା ହୋଇପାରୁଥିଲୁ, କିନ୍ତୁ ସବୁବେଳେ ମର୍ଯ୍ୟାଦାର ଧ୍ୟାନ ରଖୁଥିଲୁ। ସକାଳେ ଆମେ ସମସ୍ତେ ବିଲ ଆଡ଼େ ବୁଲିବାକୁ ଯାଉଥିଲୁ ତ କେବେ ଗାଁ ପୋଖରୀ ପାଖରେ ବସି କଥା ହେଉଥିଲୁ। ସେ ନିଜ ସ୍ୱପ୍ନ ବିଷୟରେ କହୁଥିଲେ ଯେ ସେ ଆଗକୁ ପାଠପଢ଼ା ଜାରି ରଖିବାକୁ ଚାହୁଁଛନ୍ତି ଏବଂ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚାହୁଁଛନ୍ତି। ମୁଁ ତାଙ୍କ କଥା ବହୁତ ଧ୍ୟାନର ସହ ଶୁଣୁଥିଲି ଏବଂ କହୁଥିଲି ଯେ ଯଦି ଆମର ସାଥ ରହେ ତେବେ ମୁଁ ତୁମକୁ ସବୁ ପଦକ୍ଷେପରେ ସହଯୋଗ କରିବି। ସେ ମୋ ଚାକିରି ପ୍ରସ୍ତୁତି ବିଷୟରେ ପଚାରୁଥିଲେ ଏବଂ ମୋତେ ଉତ୍ସାହିତ କରୁଥିଲେ। ଏକ ସନ୍ଧ୍ୟାରେ ଆମେ ଅଗଣାରେ ବସିଥିଲୁ। ହାଲୁକା ପବନ ବହୁଥିଲା ଏବଂ ସୂର୍ଯ୍ୟ ଅସ୍ତ ହେଉଥିଲା। ମୁଁ ତାଙ୍କୁ ପଚାରିଲି, କ'ଣ ତୁମକୁ ସତରେ ମୋ ଉପରେ ଭରସା ଅଛି? ସେ ବିନା ଦ୍ୱିଧାରେ କହିଲେ, ହଁ, ଯଦି ଭରସା ନଥାନ୍ତା ତେବେ ମୁଁ ଏଠି ରହିନଥାନ୍ତି। ତାଙ୍କର ଏହି କଥା ମୋ ପାଇଁ କୌଣସି ବଚନରୁ କମ୍ ନଥିଲା। ମୁଁ ସେହି ସମୟରେ ମନେ ମନେ ସ୍ଥିର କରିନେଲି ଯେ ଯେମିତି ମୋତେ ଏକ ଭଲ ଚାକିରି ମିଳିବ, ମୁଁ ଘରେ ସବୁଠୁ ଆଗେ ଭାଉଜଙ୍କ ସହ କଥା ହେବି। ଦିନଗୁଡ଼ିକ ଏମିତି ହିଁ ହସ ଖୁସିରେ ବିତିଗଲା। କେବେ ଆମେ ସମସ୍ତେ ମିଶି ରୋଷେଇ କରୁଥିଲୁ ତ କେବେ ବିକି ସହ ଖେଳୁଥିଲୁ। କିନ୍ତୁ ଏବେ ପ୍ରତିଟି ମୁହୂର୍ତ୍ତରେ ଏକ ଅଲଗା ପ୍ରକାରର ମିଠାସ୍ ଥିଲା। ଆମ ଦୁହିଁଙ୍କ ଭିତରେ ବୁଝାମଣା ଥିଲା ଏବଂ ଏହି ଅନୁଭବ ମଧ୍ୟ ଥିଲା ଯେ ଆମକୁ ଜଲଦିବାଜି କରିବାର ନାହିଁ। ଦିନେ ରାତିରେ ଭାଉଜ ମଜାକରେ କହିଲେ, ଲାଗୁଛି ସମୀର ଏବେ ବଡ଼ ହୋଇଗଲାଣି। ମୁଁ ହସିକି କଥାଟିକୁ ଏଡ଼ାଇ ଦେଲି, କିନ୍ତୁ ମୋ ମନରେ ଆତ୍ମବିଶ୍ୱାସ ଆସିଯାଇଥିଲା। କିଛି ଦିନ ପରେ ଶେଷରେ ସେହିଦିନ ଆସିଗଲା ଯେବେ ପ୍ରୀତିକୁ ଫେରିବାକୁ ଥିଲା। ଏଥର ତାଙ୍କ ଯିବାର ଦୁଃଖ ଆଗ ଅପେକ୍ଷା ଅଧିକ ଥିଲା, କାରଣ ଏବେ ସେ କେବଳ ଭାଉଜଙ୍କ ଭଉଣୀ ନୁହେଁ ବରଂ ମୋ ହୃଦୟର ଅତି ନିକଟତର ହୋଇସାରିଥିଲେ। ମୁଁ ତାଙ୍କୁ ବସ୍ ଷ୍ଟାଣ୍ଡ ଛାଡ଼ିବାକୁ ଗଲି। ବାଟ ସାରା ଆମେ ଚୁପ୍ ରହିଲୁ, କିନ୍ତୁ ସେହି ନୀରବତା ଭିତରେ ବି ଆପଣାପଣ ଥିଲା। ବସ୍ ଆସିବା ପୂର୍ବରୁ ସେ କହିଲେ, ସମୀର, ନିଜ ପରିଶ୍ରମ ଛାଡ଼ିବ ନାହିଁ ଏବଂ ସଠିକ୍ ସମୟ ଆସିଲେ କଥା ନିଶ୍ଚୟ ହେବ। ମୁଁ ଗମ୍ଭୀରତାର ସହ କହିଲି, ମୁଁ କଥା ଦେଉଛି, ମୁଁ ଖୁବ୍ ଶୀଘ୍ର ତୁମକୁ ନେବାକୁ ଆସିବି। କିନ୍ତୁ ଏଥର ସବୁଦିନ ପାଇଁ ବସ୍ ଆସିଲା। ସେ ଯାଉ ଯାଉ ଥରେ ପଛକୁ ଚାହିଁଲେ ଏବଂ ହସିଦେଲେ। ସେହି ହସ ମୋ ପାଇଁ ଉମ୍ମିଦ ପାଲଟିଗଲା। ମୁଁ ଘରକୁ ଫେରିଲି ତ ମନ ଟିକେ ଖାଲି ଲାଗୁଥିଲା, କିନ୍ତୁ ମନରେ ଏକ ବିଶ୍ୱାସ ଥିଲା ଯେ ଏବେ ଆମ ସମ୍ପର୍କର କେବଳ କଳ୍ପନା ଭିତରେ ସୀମିତ ରହିବ ନାହିଁ, ବରଂ ସଠିକ୍ ସମୟରେ ଏକ ନୂଆ ଆରମ୍ଭ ନିଶ୍ଚୟ ହେବ। ଆଉ ମୁଁ ସେହି ଦିନଠାରୁ ନିଜ ଲକ୍ଷ୍ୟ ଆଡ଼କୁ ଆହୁରି ଅଧିକ ପରିଶ୍ରମ ସହ ବଢ଼ିବାକୁ ଲାଗିଲି। ପ୍ରୀତି ଗଲା ପରେ ଘର ଆଗ ପରିଥିଲା, କିନ୍ତୁ ମୋତେ ପ୍ରତିଟି ଜିନିଷରେ ତାଙ୍କର ଅଭାବ ଅନୁଭବ ହେଉଥିଲା। ଅଗଣାର ସେହି ଚୌକି ଯେଉଁଠି ସେ ବସି ଚା' ପିଉଥିଲେ ଏବେ ଖାଲି ଲାଗୁଥିଲା। ରୋଷେଇ ଘରୁ ଆସୁଥିବା ସ୍ୱର ମଧ୍ୟ ଆଗପରି ଲାଗୁନଥିଲା। ମୁଁ ଦିନ ସାରା କାମରେ ଲାଗି ରହୁଥିଲି, କିନ୍ତୁ ରାତିରେ ଯେତେବେଳେ ଏକୁଟିଆ ହେଉଥିଲି ତାଙ୍କ କଥା ମନେ ପଡ଼ୁଥିଲା। ତାଙ୍କ ଶବ୍ଦ ମୋ କାନରେ ଗୁଞ୍ଜରିତ ହେଉଥିଲା ଯେ ପରିଶ୍ରମ ଛାଡ଼ିବ ନାହିଁ। ସେହି କଥା ହିଁ ମୋତେ ଅଧିକ ଶକ୍ତ କରିଦେଲା। ମୁଁ ପୂରା ମନ ଲଗାଇ ଚାକିରି ପ୍ରସ୍ତୁତି ଆରମ୍ଭ କଲି। ସକାଳୁ ଜଲଦି ଉଠୁଥିଲି, ବିଲ କାମରେ ବାପାଙ୍କୁ ସାହାଯ୍ୟ କରୁଥିଲି ଏବଂ ତାପରେ ପାଠପଢ଼ାରେ ଲାଗିଯାଉଥିଲି। ଭାଉଜ ବେଳେବେଳେ ହସିକି ମୋତେ ଚାହୁଁଥିଲେ ଯେମିତି ତାଙ୍କୁ ସବୁ ଜଣାପଡ଼ିଯାଉଛି, କିନ୍ତୁ ସେ କେବେ ସିଧାସଳଖ କିଛି କହିନଥିଲେ। କିଛି ମାସର ପରିଶ୍ରମ ପରେ ଶେଷରେ ସେହି ଦିନ ବି ଆସିଲା ଯେବେ ମୋତେ ସହରର ଏକ ଭଲ କମ୍ପାନୀରେ ଚାକିରି ମିଳିଗଲା। ସେଦିନ ମୋ ଖୁସିର ସୀମା ନଥିଲା। ସବୁଠୁ ଆଗେ ମୁଁ ଘର ଲୋକଙ୍କୁ ଏହି ଖୁସି ଖବର ଦେଲି। ବାପା ଗର୍ବରେ ମୋ କାନ୍ଧରେ ହାତ ରଖିଲେ ଏବଂ ଭାଇ ମଧ୍ୟ ଖୁସି ହେଲେ। କିନ୍ତୁ ମୋ ମନରେ ଆଉ ଗୋଟିଏ କଥା ଥିଲା ଯାହା ଏବେ କହିବା ଜରୁରୀ ଥିଲା। ସେହିଦିନ ସନ୍ଧ୍ୟାରେ ମୁଁ ସାହସ ସଂଗ୍ରହ କରି ଭାଉଜଙ୍କ ସହ ଏକୁଟିଆ କଥା ହେଲି। ମୁଁ କହିଲି, ଭାଉଜ, ମୋତେ ଆପଣଙ୍କ ସହ ଏକ ଜରୁରୀ କଥା ହେବାର ଅଛି। ସେ ହସି କହିଲେ, ମୋତେ ଆଗରୁ ଅନ୍ଦାଜ ଅଛି। ତଥାପି କୁହ। ମୁଁ ଧୀରେ କରି କହିଲି, ମୁଁ ପ୍ରୀତିକୁ ପସନ୍ଦ କରେ। ଆଉ ଯଦି ଆପଣ ସମସ୍ତଙ୍କର ମର୍ଜି ଥାଏ ତେବେ ମୁଁ ତାଙ୍କୁ ବାହା ହେବାକୁ ଚାହୁଁଛି। ଭାଉଜ କିଛି ସମୟ ଚୁପ୍ ରହିଲେ, ତାପରେ କହିଲେ, ସମୀର, ମୁଁ ସେଦିନ ହିଁ ବୁଝିଯାଇଥିଲି ଯେବେ ତୁ ତାକୁ ବସ୍ ଷ୍ଟାଣ୍ଡ ଛାଡ଼ିବାକୁ ଯାଇଥିଲୁ। ଯଦି ତୋର ଉଦ୍ଦେଶ୍ୟ ସଫା ଅଛି ଏବଂ ଏବେ ତ ପାଖରେ ଚାକିରି ବି ଅଛି ତେବେ ମୋର କୌଣସି ଆପତ୍ତି ନାହିଁ। ତାଙ୍କର ଏହି କଥା ଶୁଣି ମୋ ହୃଦୟରୁ ଯେମିତି ଏକ ବୋଝ ଓହ୍ଲାଇଗଲା।
ଭାଉଜ ନିଜ ଘରେ କଥା ହେଲେ ସେପଟୁ ମଧ୍ୟ ସହମତି ମିଳିଗଲା, କାରଣ ସମସ୍ତେ ଜାଣିଥିଲେ ଯେ ମୁଁ ଦାୟିତ୍ୱବାନ ଏବଂ ଏବେ ନିଜ ଗୋଡ଼ରେ ଛିଡ଼ା ହୋଇଛି। କିଛି ଦିନରେ ଦୁଇ ପରିବାର ମିଶି ସମ୍ପର୍କର ପକ୍କା କରିଦେଲେ। ଯେବେ ମୁଁ ପ୍ରୀତି ସହ ଫୋନରେ କଥା ହେଲି, ତାଙ୍କ ସ୍ୱରରେ ଖୁସି ସ୍ପଷ୍ଟ ଜଣାପଡ଼ୁଥିଲା। ସେ କହିଲେ, ମୋତେ ତୁମ ଉପରେ ଭରସା ଥିଲା, ତୁମେ ତୁମର କଥା ନିଶ୍ଚୟ ରଖିବ ବୋଲି। ବାହାଘର ତାରିଖ ସ୍ଥିର ହେଲା ଏବଂ ଘରେ ପୁଣିଥରେ ରୌନକ ଫେରିଆସିଲା। ଏଥର ପ୍ରସ୍ତୁତି ଆଗ ଅପେକ୍ଷା ବି ବହୁତ ଅଧିକ ଥିଲା। ଆତ୍ମୀୟ ସ୍ୱଜନଙ୍କୁ ନିମନ୍ତ୍ରଣ ପଠାଗଲା ଏବଂ ଗାଁରେ ମଧ୍ୟ ଖବର ପ୍ରଚାର ହୋଇଗଲା। ଯେଉଁଦିନ ଆମର ନିର୍ବନ୍ଧ ହେଲା, ସେଦିନ ମୁଁ ତାଙ୍କ ଆଖିରେ ସେହି ଚମକ ଦେଖିଲି, ଯାହା ପ୍ରଥମ ଥର ବସ୍ଷ୍ଟାଣ୍ଡରେ ଦେଖିଥିଲି। ବାହାଘର ଦିନ ଯେବେ ସେ କନ୍ୟା ବେଶରେ ମୋ ସାମ୍ନାକୁ ଆସିଲେ, ମୋତେ ଲାଗିଲା ଯେମିତି ମୋ ଜୀବନର ସବୁ ପରିଶ୍ରମ ସଫଳ ହୋଇଗଲା। ସାତଫେରା ନେବା ସମୟରେ ମୁଁ ମନେ ମନେ ବଚନ ଦେଲି ଯେ ସବୁବେଳେ ତାଙ୍କୁ ସମ୍ମାନ ଦେବି ଏବଂ ତାଙ୍କ ସ୍ୱପ୍ନରେ ସାଥ ଦେବି। ଆଜି ଯେବେ ଆମେ ସାଙ୍ଗ ହୋଇ ବସି ସେହି ଦିନଗୁଡ଼ିକୁ ମନେ ପକାଉ, ତେବେ ଆମେ ହସିଦେଉ କି କେମିତି ଏକ ଶୀତୁଆ ରାତିରୁ ଆରମ୍ଭ ହୋଇଥିବା କାହାଣୀ ଆମକୁ ଏଠାକୁ ନେଇଆସିଲା। ଏବେ ଆମ ଜୀବନ ନୂଆ ସ୍ୱପ୍ନ ଏବଂ ଦାୟିତ୍ୱ ସହ ଆଗକୁ ବଢ଼ୁଛି ଏବଂ ମୁଁ ପ୍ରତିଦିନ ଏହା ଅନୁଭବ କରୁଛି ଯେ ସଚ୍ଚା ସମ୍ପର୍କ ବିଶ୍ୱାସ ଏବଂ ସମ୍ମାନରେ ହିଁ ମଜବୁତ ହୋଇଥାଏ। ବନ୍ଧୁଗଣ, ଆପଣଙ୍କୁ ଏହି କାହାଣୀଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।